ନୟାଗଡ଼ରେ ନୂଆ ଚିନିକଳ କରିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି। ଆଜି ଅପରାହ୍ନରେ କଂଗ୍ରେସ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଭାତ କୁମାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଭରପୁର ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାର ବର୍ଷକୁ 2 କୋଟି ରୋଜଗାର ଗ୍ୟାରେଣ୍ଟି ଦେଇ ଶାସନକୁ ଆସିବା ପରେ 10 ବର୍ଷରେ 20 କୋଟି ରୋଜଗାର କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ମୋଦି ଗ୍ୟାରେଣ୍ଟି ଦେଶବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ମିଛର ପାହାଡ଼ ବୋଲି ଅଭିହିତ କରିଥିଲେ। ମୋଦି ଗ୍ୟାରେଣ୍ଟି ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ 15 ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବାର ଗ୍ୟାରେଣ୍ଟି ଭଳି ଲୋଭନୀୟ ମିଛ କଥା କହି ସରକାରକୁ ଆସି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି କରି ଦେଶବାସୀଙ୍କୁ କଲବଲ କରିଆସୁଛନ୍ତି। ଆଜି ଦେଶରେ ଯୁବକ ବେକାର, ନିର୍ବାଚନ ବଣ୍ଡ ମାଧ୍ୟମରେ ବିଭିନ୍ନ ପୁଞ୍ଜିପତିମାନଙ୍କଠାରୁ ପ୍ରାୟ 12,000 କୋଟି ଟଙ୍କା ଆଦାୟ କରି ଚାନ୍ଦା ଦୋଧନ୍ଦା ଭଳି ନୂଆ ନିୟମ ଲାଗୁ କରିଛନ୍ତି। ରାଜ୍ୟରେ ନବୀନ ସରକାର ମଧ୍ୟ ସେହିଭଳି ରାଜ୍ୟର ଖଣି ଖାଦାନକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେଇ 1200 କୋଟି ଟଙ୍କାର ଚାନ୍ଦା ନେଇଥିବା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ନୟାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆଇନଜୀବୀ ରଣଜିତ ଦାସ ନୟାଗଡ଼ରେ 5 ଲକ୍ଷ ଟନ୍ ଆଖୁପେଡ଼ା ଦକ୍ଷତା ଥିବା ନୂଆ ଚିନିକଳ ସ୍ଥାପନ କରିବା ସହିତ ଦଶପଲ୍ଲାରେ ଏକ ଅତ୍ୟାଧୁନିକ କାଗଜ ଶିଳ୍ପ ସ୍ଥାପନା କରି ଜିଲ୍ଲା ବାହାରେ ରୋଜଗାର ପାଇଁ ଦାଦନ ଖଟୁଥିବା ହଜାର ହଜାର ଦାଦନ ଶ୍ରମିକଙ୍କୁ ଆମ ଭିଟାମାଟିକୁ ଫେରାଇ ଅଣାଯିବ। ଗଣିଆଠାରୁ ଭାପୁର ମଝିରେ ମହାନଦୀରେ ନୂତନ ନଦୀବନ୍ଧ ନିର୍ମାଣ କରାଯାଇ ସେ ଅଞ୍ଚଳକୁ ଶସ୍ୟଶ୍ୟାମଳ କରାଯିବ। ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନା ସହିତ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସକୁ ସୁପର ସ୍ପେଶାଲିଟିର ମାନ୍ୟତା ପ୍ରଦାନ ଏବଂ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରିବା କଂଗ୍ରେସର ଗ୍ୟାରେଣ୍ଟି ବୋଲି ଜିଲ୍ଲାବ୍ୟାପୀ ପ୍ରତ୍ୟେକ ଘର ଘର ବୁଲି କଂଗ୍ରେସ ପ୍ରାର୍ଥୀମାନେ ଭୋଟରମାନଙ୍କୁ ବୁଝାଇବେ ବୋଲି କହିଥିଲେ ଏବଂ ରାଜ୍ୟରେ ବିଜେଡି ବିଜେପିର ଭିତିରିଆ ମେଣ୍ଟ ଚାଲୁଥିବାରୁ କଂଗ୍ରେସ ଏହାର ଏକମାତ୍ର ବିକଳ୍ପ ବୋଲି ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୂର୍ବତନ ସାଂସଦ ନକୁଳ ନାୟକ, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥିନୀ ବୈଜୟନ୍ତୀମାଳା ମହାନ୍ତି, ରଣପୁର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀଜୀଙ୍କର ଯେଉଁ 5 ନ୍ୟାୟ ଦେଶବାସୀଙ୍କ ଆଗରେ ସେ ରଖିଛନ୍ତି, କଂଗ୍ରେସ ଦଳକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି, ତାର ବାର୍ତ୍ତା ନେଇକରି କଂଗ୍ରେସ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଭାତ କୁମାରଜୀ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଆପଣମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଏବଂ ସେ ନ୍ୟାୟ ରାହୁଲ ଗାନ୍ଧୀଜୀଙ୍କର ଯେଉଁ ନ୍ୟାୟ 5 ନ୍ୟାୟ 5 ଗ୍ୟାରେଣ୍ଟି ରାହୁଲ ଗ୍ୟାରେଣ୍ଟି ବୋଲି ଯାହା କୁହାଯାଉଛି ତା କଥା ଆପଣମାନେ ଉପସ୍ଥାପିତ କରିଛନ୍ତି। ଏ ପରିପ୍ରେକ୍ଷୀରେ ଆମେ ପୁରୀ ସଂସଦୀୟ କ୍ଷେତ୍ରର ନୟାଗଡ଼ ନିର୍ବାଚନ ମଣ୍ଡଳୀ, ରଣପୁର ନିର୍ବାଚନ ମଣ୍ଡଳୀ ଏବଂ କନ୍ଧମାଳର ଦଶପଲ୍ଲା ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଏବଂ କଟକ ପାର୍ଲାମେଣ୍ଟ ପାର୍ଟିର ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସିର ଖଣ୍ଡପଡ଼ା ଆମେ 4 ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ନେଇ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ଦଳ ପାଇଁ ଦଳ ଜିଲ୍ଲାବାସୀଙ୍କୁ ଜିଲ୍ଲାର 13 ଲକ୍ଷ ଜିଲ୍ଲାବାସୀଙ୍କୁ ଗ୍ୟାରେଣ୍ଟି ଦେଉଛି। ଆମେ ଜିଲ୍ଲାର ଯେଉଁମାନେ ଦାଦନ ଖଟୁଛନ୍ତି, ଯେଉଁ ଭାଇମାନେ ଯାଇକି ଆଜି ହଜାର ହଜାର ସଂଖ୍ୟାରେ ଲକ୍ଷାଧିକ ସଂଖ୍ୟାରେ ଭାଇମାନେ ଆଜି ଦାଦନ ଖଟୁଛନ୍ତି, ତାଙ୍କ ପାଖରେ ରୋଜଗାର ନାହିଁ, ସେମାନଙ୍କୁ ତାଙ୍କ ଭିଟାମାଟି ଭିତରେ ଆଣିବୁ। ଜିଲ୍ଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳକୁ ଆମେ ନୂଆ ଚିନିକଳ ପ୍ରତିଷ୍ଠା କରିବୁ। ଦଶପଲ୍ଲାରେ ଏକ ଅତ୍ୟାଧୁନିକ କାଗଜ କାରଖାନା ପ୍ରତିଷ୍ଠା କରିବା ପାଇଁ କଂଗ୍ରେସ ଦଳ ସଂକଳ୍ପ ନେଇଛି। ରଣପୁର ବସନ୍ତ ମଞ୍ଜରୀର ଯେଉଁ ସ୍ୱାସ୍ଥ୍ୟ ନିବାସ ଅଛି ତାକୁ ଗୋଟେ ସୁପର କେୟାର ହସ୍ପିଟାଲର ମାନ୍ୟତା ପ୍ରଦାନ କରିବୁ ଏବଂ ନୟାଗଡ଼ ଜିଲ୍ଲାରେ ଜିଲ୍ଲାବାସୀଙ୍କର ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି ଦେବା ପାଇଁ ଆମେ ନୟାଗଡ଼ରେ ମେଡ଼ିକାଲ କଲେଜର ସ୍ଥାପନା କରିବାର ସଂକଳ୍ପ ନେଇଛୁ। ଜିଲ୍ଲାବାସୀଙ୍କୁ ସେ ଗ୍ୟାରେଣ୍ଟି ଦେଉଛୁ। ନୟାଗଡ଼ କଲେଜକୁ ଏକ ୟୁନିଭର୍ସିଟିର ମାନ୍ୟତା ପ୍ରଦାନ କରିବୁ। ଏଠୁ ଗ୍ରାଜୁଏସନ୍ ପାସ୍ କଲା ପରେ ଯେମିତି ପିଲାମାନେ ଭୁବନେଶ୍ୱର ଯିବେନି ସ୍ନାତକୋତ୍ତର ଶିକ୍ଷା ପାଇଁ, ଏଇଠାରେ ପିଲା ପାଠ ପଢ଼ିବେ। ନୟାଗଡ଼ର ଓମେନ୍ସ କଲେଜ ଯେଉଁଟା କଂଗ୍ରେସ ସରକାର ସମୟରେ ହେଇଥିଲା, ସେ କଲେଜକୁ ଆମେ ସରକାରୀ ମାନ୍ୟତା ଦେବୁ ଏବଂ ବିଶେଷ କରି ଜିଲ୍ଲାର ଚାଷୀମାନଙ୍କ ଜମିକୁ ପାଣି ଦେବୁ। ଚାଷୀଙ୍କ ଜମିକୁ ଆଜି ପାଣି ନାହିଁ, ଜିଲ୍ଲାରେ ଆଜି ପାନୀୟ ଜଳର ଘୋର ସମସ୍ୟା ଦେଖାଯାଇଛି। ଆଜି ଘରେ ଘରେ ପାଣି କେମିତି ପାନୀୟ ଜଳ ପହଞ୍ଚିବ ତା ବ୍ୟବସ୍ଥା କଂଗ୍ରେସ ଦଳ କରିବ ଏବଂ ଯେଉଁ ସବୁଦିନିଆ ଯେଉଁ ସମସ୍ୟା ଆମ ପାଖରେ ଅଛି, ବିଦ୍ୟୁତ୍ କାଟ ଯେଉଁଟା ଆମକୁ ଅସ୍ତବ୍ୟସ୍ତ କରୁଛି 24 ବର୍ଷ ହେଲା, ସେ ବିଦ୍ୟୁତ୍ କାଟ ଯେମିତି ହେବନି, ଲୋ ଭୋଲ୍ଟେଜ୍ ହେବନି, ସେଥିପାଇଁ ଯେଉଁ ଗ୍ରିଡ୍ କଂଗ୍ରେସ ସରକାର ସମୟରେ ହେଇଥିଲା ରାଜପାଟଣାରେ 33 kV ଗ୍ରିଡ୍ ହେଇଥିଲା, ସେ ଗ୍ରିଡ୍ର ରୂପାନ୍ତର ଆମେ କରିବୁ ଏବଂ ଲୋକମାନଙ୍କୁ ଗୋଟେ ଇଲେକ୍ଟ୍ରିକ୍ ସୁବିଧା ଆମେ ଦେବୁ। କାରଣ ଲୋକମାନଙ୍କ ଟଙ୍କାରେ, ଆମ ଉପଭୋକ୍ତାଙ୍କ ଟଙ୍କାରେ ଆଜି ବିଦ୍ୟୁତ୍ କିଣା ହେଉଛି, ବିଦ୍ୟୁତ୍ ଆବଣ୍ଟନ ହେଉଛି, ତେଣୁ ଉଚ୍ଚକୋଟୀର ବିଦ୍ୟୁତ୍ ସେବା ଆମେ ପ୍ରଦାନ କରିବୁ। ବ୍ୟୁରୋ ରିପୋର୍ଟ 51 ନ୍ୟୁଜ୍ ଏଜେନ୍ସି।